ତ ଆଜି ଆମ ପାଖକୁ ଆସିଥିଲା ଗୋଟେ ମୋଟୋ S70 ଫ୍ୟୁଜନ ଯାହାକି ଟୋଟାଲି କ୍ୱାଡ କୋର ରହୁଛି। ତ ସାରଙ୍କର ଭିଡିଓ କରୁ କରୁ ହାତରୁ ପଡି ଯାଇଥିଲା, ତେଣୁକରି ତାଙ୍କର ଉପର ଟଚ୍ ଗ୍ଲାସ ଟା ପୁରା ବ୍ରୋକେନ ହେଇଥିଲା। ସାର୍ ପୁରା ଯାଇଥିଲେ କେୟାର ତାଙ୍କୁ କହିଲେ 7 ରୁ 8 ହଜାର ଟଙ୍କା ଟୋଟାଲି ଡିସପ୍ଲେ ଚେଞ୍ଜ ହବ। ତ ଆମେ ତାଙ୍କୁ କହିଲୁ ଡିସପ୍ଲେ ଚେଞ୍ଜ ହବା କିଛି ଆବଶ୍ୟକ ନାହିଁ, ଆପଣଙ୍କର ଟଚ୍ ପ୍ୟାଡ ଟା ବ୍ରୋକେନ ହେଇଛି, ଡିସପ୍ଲେ ପୁରା ପରଫେକ୍ଟ ୱାର୍କ କରୁଛି। ଫାଷ୍ଟ ଆମେ ଉପର ଟଚ୍ ଗ୍ଲାସ ଟାକୁ ବ୍ରୋକେନ ଟଚ୍ ଗ୍ଲାସ ଟାକୁ ସେଫଲି ଡିସପ୍ଲେ ରୁ ଅଲଗା କରିଦବା। ତ ଦେଖନ୍ତୁ ଆମେ କେମିତି ଅଲଗା କରିଦେଲୁ। ତ ଅଲଗା କରିସାରିଲା ପରେ ଫାଷ୍ଟ ଆମେ ଡିସପ୍ଲେ କୁ ଚେକ୍ କରିବା। ତ ଡିସପ୍ଲେ ଆପଣଙ୍କର ପରଫେକ୍ଟ ଅଛି କି କୋଉଠି ବ୍ରୋକେନ ଅଛି କଣ ଅଛି। ତ ଡିସପ୍ଲେ ଦେଖିପାରୁଥିବେ ପୁରା ପରଫେକ୍ଟ ଓପନ ଅଛି। ତ ଦେଖିପାରୁଥିବେ ଆମେ କେମିତି ଉପରେ ନୂଆ ଟଚ୍ ଗ୍ଲାସ ଟାକୁ ଆଲାଇନମେଣ୍ଟ କରିବା। ତ ଦେଖନ୍ତୁ ପୁରା ସେଫଲି ଆମେ କେମିତି ପୁରା ସାଇଜ ରେ ଆଲାଇନମେଣ୍ଟ କରିବା, କାରଣ କଷ୍ଟମରଙ୍କ ଫୋନ ହଉଛି ସବୁଠାରୁ ମେନ୍ ଇମ୍ପୋର୍ଟାଣ୍ଟ। ତ ଦେଖନ୍ତୁ କେମିତି ମେସିନ ରେ ଆମେ ତାକୁ ଟଚ୍ ଗ୍ଲାସ ଟାକୁ ରିପେୟାର କରୁଛୁ। ଦେଖିପାରୁଥିବେ ମେସିନ ରେ କେମିତି ଟଚ୍ ଗ୍ଲାସ ଟା ରିପେୟାର ହେଇଗଲା। ତ ତାପରେ ଫାଷ୍ଟ 3-4 ମିନିଟ ପରେ ମେସିନ ରୁ ବାହାରିଲା ପରେ କେମିତି ପରଫେକ୍ଟଲି ଫିନିସିଂ ର ସହ କେମିତି ବାହାରିଲା ଡିସପ୍ଲେ। ଆପଣଙ୍କ ଅରିଜିନାଲ ଡିସପ୍ଲେ ରହିଲା, ଉପର ଟଚ୍ ଗ୍ଲାସ ଟା କେମିତି ଚେଞ୍ଜ ହେଇଗଲା। ତ ଆପଣଙ୍କର ଯଦି ଏମିତି କିଛି ଫୋନ ଅଛି ତ କଣ୍ଟାକ୍ଟ ବିକାଶ ମୋବାଇଲ କେୟାର ବାପୁଜୀ।